ଦେଖନ୍ତୁ ସାଙ୍ଗମାନେ ଫାଇନାଲ ଲୁକ୍ଟା ମୁଁ ଚିତଉ ପିଠା ଆପଣଙ୍କୁ ଦେଖାଉଥିଲି ନା କେତେ ସୁନ୍ଦର ରାବିଡ଼ି ଦେଇକିରି ତାକୁ ସଜେଇଛି ମସ୍ତ ପୁରା ଚିତଉ ରସମଲେଇ ପୁରା ଏମିତି କରି ଖାଇବେ ନା ପୁରା ଦେହ ହାତ ପାଟି କାନ ନାକ ସବୁ କଥା କହି କହିକା ଯାଉଥିବ ଆଉ କିଛି ଦରକାର ନାହିଁ ସାଙ୍ଗମାନେ ମହାନ ସାର୍ଙ୍କର ଫେଭରେଟ୍ ଆଉ ଯେଉଁ ଲୋକଙ୍କ ପାଇଁ ମୁଁ କରିଥିଲି ସାଙ୍ଗମାନେ ସେମାନଙ୍କୁ ଟିକେ ମୁଁ ଦେଖେଇ ଦଉଛି ଭଲ ଭାବରେ ମହାରାଜା ଆସିକିରି ବସିଗଲେଣି ଖାଇବା ପାଇଁ ଏଇଟା ହଁ ଠିକ୍ ଅଛି ହାପି ଭାଲେଣ୍ଟାଇନ୍ ଡେ ସାଙ୍ଗମାନେ ଆମର ସେମିତି ଭାଲେଣ୍ଟାଇନ୍ ଡେ ଇଏ ସବୁ କିଛି ପାଳନ ହୁଏନି ଏମିତି ଖୁସିରେ ଗୋଟେ ବାସ ହେଇଗଲା ଆଉ ଏଠି ଆମର ସବୁ ଟୁଆଁ ଟୁଇଁ କେମିତି ଅନେଇକିରି ବଇଛନ୍ତି ଟିକେ ଦେଖନ୍ତୁ ଖାଇବେ ବୋଲି ଆଉ ଟୁଆଁ ତ ଥର ଖାଲି ଅନେଇଛି ଖାଲି ବିଶ୍ୱାସ କରିବେନି ସାଙ୍ଗମାନେ କେମିତି ସରିବ ଖାଲି ଭିଡ଼ିଓଟା ସରିଲେ ମୁଁ ଖାଇବି ଆଉ ଟୁଇଁ ତାର ଏତେ ନୁହଁ ଟୁଆଁ ତାର ପୁରା ରେଡ଼ି ଖାଇବା ପାଇଁ ଟିକେ ସାର୍ ଟିକେ ଖାଇଲ ତମ ମନ ପସନ୍ଦର ଆଜି କରିଛି ସାଙ୍ଗମାନେ ଦେଖ ଲୁକ୍ଟା କେତେ ସୁନ୍ଦର ଦେଖାହେଉଛି ଖାଇଲ ଟିକେ ଖାଇକି ଟିକେ କୁହ ଖାଅ ମା ଖାଅ ଖାଇଲ କେମିତି ଲାଗୁଛି ମୋତେ ଟିକେ ପ୍ଲିଜ୍ କହିବ ଏତେ କଷ୍ଟ କରିଛି ନା ତମେ ଟିକେ କହିଲେ ମୋତେ ଭଲ ଲାଗିବ ନା ଆଉ ମହାନ୍ତି ସାର୍ଙ୍କର ଅଲ୍ ଟାଇମ୍ ଫେଭରେଟ୍ ପିଠା ହେଲା ଚିତଉ ତା ଭିତରେ ଯାଉ ହାପି ହଉ ଭଲ ଲାଗୁଛି ଏ କେହି କହୁନା କ'ଣ ମୁଁ ପଚାରିବି ଏ ସମସ୍ତେ ମିଶି ଖାଅ ତିନିଟା ପିଠା ଅଛି ସେଥିରେ ମୁଁ ଆଉ ଅଛି ସିଆଡ଼େ ମୁଁ ସବୁ ମୁଁ ଦେବି ତମକୁ ଥ୍ୟାଙ୍କ ୟୁ ସେମାନେ ସାଙ୍ଗମାନେ ତ ପିଠାରେ ଏନ୍ଜୟ ନେଉଛନ୍ତି ହଉ ଦୟା କଲେ ଟିକେ ଆଉ ଖାଇଲ ରାବି ଟିକେ ପୁରା କ୍ଷୀରକୁ ଫୁଟେଇ ସାଙ୍ଗମାନେ ପୁରା ରାବିଡ଼ି କରିଦେଇଥିଲି ଏମିତି କରି ଖାଆନ୍ତୁ ଚେରି ଟିକେ ପଡ଼ିଛି ମସ୍ତ ଲାଗୁଛି ସାଙ୍ଗମାନେ ଠିକ୍ ଅଛି ସାଙ୍ଗମାନେ ସେମାନେ ତ ଖାଇବାର ଏନ୍ଜୟ ନେଉଛନ୍ତି ଆପଣ ଦେଖିବେ କାଲି ଭିଡ଼ିଓ ଆଉ ସ୍ପେଶାଲ ମହାନ ସାର୍ଙ୍କ ପାଇଁ ସତ କଥା କହୁଛି ହାପି ଭ୍ୟାଲେଣ୍ଟାଇନ୍ ଡେରେ ମୁଁ କହିଲି ଟିକେ ଏଇଟା ଟିକେ ତାଙ୍କୁ ଭ୍ୟାଲେଣ୍ଟାଇନ୍ର ୱିଶେସ୍ଟା ଟିକେ ଏଇ ପ୍ରକାରରେ ଜଣେଇଦେବି ଆଉ ସେ ଟିକେ ମନ ଖୁସି ହେଇଯିବ କ'ଣ ସାଙ୍ଗମାନେ ହାପି ଭ୍ୟାଲେଣ୍ଟାଇନ୍ ଡେ ସବୁବେଳେ ଆମର ଭ୍ୟାଲେଣ୍ଟାଇନ୍ ଡେ ଖୁସି ରହିଲେ ଗୋଟେ ଦିନ ପାଳନ କରିଦେବେ ତାପରେ ଫାଇଟିଂ ନାଇଁ ସବୁବେଳେ ଏମିତି ଖୁସି ବାସିରେ ରହିଲେ ବାସ୍ ସେଇଟା ହେଲା ଭ୍ୟାଲେଣ୍ଟାଇନ୍ ଡେ ମୋ ମତରେ ଆଉ ମୋ କଥା ମୁଁ କହୁଛି ମୁଁ ଏଇଟାକୁ ହିଁ ଭଲ ପାଏ ଠିକ୍ ଅଛି ସାଙ୍ଗମାନେ ପିଲାମାନେ ତ ଖାଉଛନ୍ତି ରହିଲି ତାପରେ ଆପଣଙ୍କୁ କାଲି ଦେଖା କରିବି ହାଏ ସାଙ୍ଗମାନେ ଗୁଡ୍ ମର୍ଣ୍ଣିଂ ଓମ୍ ସାଇରାମ ଜୟ ଜଗନ୍ନାଥ କେମିତି ଅଛନ୍ତି ସାଙ୍ଗମାନେ ଆଶା କରୁଛି ବାବାଙ୍କ କୃପାରୁ ସମସ୍ତେ ଭଲରେ ଥିବେ ମୁଁ ବି ଭଲରେ ଅଛି ଆଉ ସକାଳ ମାନେ 7:30 8ଟା ହେଇଗଲାଣି ଷ୍ଟାର୍ଟ ହେଇଯାଇଛି ରୋଷେଇ ଆଉ ଆମର ଚା ପାଣି ସବୁ ସରିଗଲାଣି ଶୁଦ୍ଧ ଓଡ଼ିଆରେ ଯେଉଁ କୁହନ୍ତି ଚା ପାଣି ସବୁ ସରିଗଲାଣି ଆଉ ଏଠି ଚାଲିଛି ରୋଷେଇରେ ଆଜି ସିମେଇ ଉପମା କରୁଛି ସାଙ୍ଗମାନେ ଭାଜିକି ରଖିଛି ସେଥିରେ ଟିକେ ଆଜି ପିଲାମାନେ ନା ଇଏ ନେବେନି ସାଙ୍ଗମାନେ ଲଞ୍ଚ ନେବେନି ଖାଇକି ଯିବେ ଯାହା ଟିକେ ସ୍ନାକ୍ସ ନେବେ ଆସେ ସେଥିପାଇଁ ଟିକେ ଉପମା କରିଦେଲି ଉପମାରେ ମୁଁ ପକେଇଛି ସାଙ୍ଗମାନେ ଟିକେ ଫୁଲକୋବି ଗାଜର କ୍ୟାପ୍ସିକମ୍ ମଟର ଛୁଇଁ ଏଠି ପକେଇଛି ବାଦାମ ଟିକେ ଭଲକି ପକେଇଛି ହେଇଗଲାଣି ତା ପାଣି ଟିକେ ଦେଇଦେବା ସାଙ୍ଗମାନେ ତାପରେ ଯିବା କ'ଣ ସବୁ କରୁଛି ଝିଅ ତାର ଗଲାଣି ଗାଧେଇବା ପାଇଁ ମହାନ ସାର୍ କ'ଣ କରୁଛନ୍ତି ଯିବା ଦେଖିବା ପାଣି ଦେଇଦେବା ସାଙ୍ଗମାନେ ତାପରେ ଯିବା ଆଉ କ'ଣ ସେମାନେ ସବୁ କରୁଛନ୍ତି ଦେଖିବା ଏଠି ଗରମ ପାଣି ଅଛି ନା ଦେଇଦେଲେ ସାଙ୍ଗେ ସାଙ୍ଗେ ଫୁଟିଯିବ ଶୀଘ୍ର ହବ ଆଉ ଗ୍ୟାସ୍ ବି ଆମର ଇଲେକ୍ଟ୍ରିକ୍ ବଞ୍ଚିଯିବ ଆଉ ସାଙ୍ଗମାନେ ଏଇଟା ଭାରି କଞ୍ଜୁସ୍ ବୋଧେ ଅଛି ନାହିଁ ସାଙ୍ଗମାନେ ସେଟା ମଜା କରୁଛି ଆଉ ଏଇଟା ବି ସତ କଥା ଗରମ ପାଣି ଅଛି ନା ଜଲ୍ଦି ହେଇଯିବ ଏଇଟା ତ ସତ କି ନାହିଁ ପାଣି ଦେଇଦେଲେ ଟିକେ ଫୁଟିଗଲେ ସିମେଇକି ପକେଇବି ଆଉ ଲେମ୍ବୁ ଟିକେ ରଖିକି ଚିପୁଡ଼ି ଦେବି ଏବେ ଚିପୁଡ଼ି ଦେବା ସେମାନେ ଚିପୁଡ଼ି ଦେବି ତାପରେ
ଚୁପୁ ଦେଲେ କ'ଣ ହବ ନା ଟିକେ ଭଲ ଲାଗେ ଖଟା ମାନେ ବେଶୀ ତ ଖଟା ଲାଗିବନି ଜଷ୍ଟ, ତାପରେ ଗୋଟା ଗୋଟା ହେଇକି ସିମେଇଟା ରହିବ। ଡଷ୍ଟବିନ୍ରେ ପକେଇଦେବା ଲେମ୍ବୁ ଚୋପାଟାକୁ, ଟିକେ ହାତ ଧୋଇଦେବା। ଏଠି ସାଙ୍ଗମାନେ ଗୋଟେ କପଡ଼ା ବାନ୍ଧିଛି, ଆପଣ ଦେଖିପାରୁଥିବେ ଟ୍ୟାପ୍ରେ, କାହିଁକି ନା ଯେଉଁ ପାଣି ନା, ଯେଉଁ ପାଣି ଟାଙ୍କିରୁ ଆସୁଛି ସେ କ'ଣ ଗୁଣ୍ଡ କଳା କଳା ଛୋଟ ଛୋଟ ଗୁଣ୍ଡ ଆସୁଛି ନା, ଆମେ ଯେଉଁ ଧୋଉଛୁ ପାଟି କୁଳି କରୁଛୁ, ନା ରୋଷେଇବାସ ନାହିଁ, ଧୁଆ ମଜା ହେଉଛି, ପାଟି କୁଳି କରୁଛୁ, ପାଟିରେ ପଳେଇବ, ସେଥିପାଇଁ ଗୋଟେ କପଡ଼ା ବାନ୍ଧି ଦେଇଛି। ଠିକ ଅଛି ସାଙ୍ଗମାନେ, ଚାଲନ୍ତୁ ଯିବା, ଏମାନେ କ'ଣ କରୁଛନ୍ତି ଟିକେ ଦେଖିବା। ଝିଅ ତ ତାର ଗାଧୋଇବାକୁ ଯାଇଛି। ହଁ, ଏମାନେ ବାପ ପୁଅ ଏଠି ପାଠ ପଢୁଛନ୍ତି। ବାପ ପାଠ ପଢୁନାହାନ୍ତି, ପୁଅ ପାଠ ପଢୁଛି, ପରୀକ୍ଷା। ସେ ତାର ଫାଷ୍ଟ। ସେମାନେ ଭଲରେ ଅଛନ୍ତି। ହଁ, କୁହ ଠାକୁରେ ଦାନଟା କହୁଛି ତାର ସାଙ୍ଗମାନେ କେତେ ସୁନ୍ଦର କରି କହୁଛି। ଓଡ଼ିଆ ତ ସେ ଠିକ ସେ କହିପାରିଲାନି। ଏକରେ ଦ୍ୱିତୀୟ ତ ତାର ଏପର୍ଯ୍ୟନ୍ତ ହେଲା ପାଟି ଲାଗୁଛି 9 ବର୍ଷ। ମା ତ ଆସିକିରି ସେ ବୁଢୀ ହେଲା ପାଟି ଲାଗୁଛି, ଆଉ ତାର ଆଉ ନ ଲାଗେ। ସମସ୍ତଙ୍କ ପାଟି ଲାଗୁଛି, ମୋରି ମଝେ ମଝେ ଲାଗିଯାଏ ସାଙ୍ଗମାନେ। ନାଇଁ ତମର ଲାଗେନି, ତମେ ଟିକେ ଓଡ଼ିଆ ଟା ଭଲ କରି କହିପାରନି ନା ସାଙ୍ଗମାନେ। ଇଏ କ'ଣ 20-25 ବର୍ଷ ହେଲା ଏଠି ଆସିକି ରହିଲେଣି, ସବୁବେଳେ କ'ଣ ନା ହିନ୍ଦୀ, କାନାଡା, ଇଂଲିଶ, ଏ 3ଟା ଭାଷା ସବୁବେଳେ। ଆଉ ଆମେ ଟିକେ ଫ୍ୟାମିଲି ମାନେ ଯେତେବେଳେ ମୁଁ ବାହାହେଇକି ଆସିଲି, ମୋ କଥା କହୁଛି, ତାପରେ ଆମେ ଓଡ଼ିଆରେ କଥା ହେଲୁ, ସେ ମୋ ସହିତ କଥା ହେଲେ, ଏବେ ଧୀରେ ଧୀରେ ପୁରା ଫ୍ୟାମିଲି ହେଲେ, ତାପରେ କଥା ହେଲୁ। ସେତେବେଳେ ଯେତେବେଳେ ବ୍ୟାଚଲର ଥିଲେ କେହି ଓଡ଼ିଆ ନାହିଁ, ଯୋଉ ସାଙ୍ଗସାଥି ହିନ୍ଦୀ କି କାନାଡା, ସବୁ ମାନେ ହିନ୍ଦୀରେ ହିଁ ବେଶୀ ଚାଲିଲା। ଆଉ ଓଡ଼ିଆଟା ଟିକେ ମାନେ ପାଟିରେ ପଶିବାଟା କଷ୍ଟ ହେଇଯାଉଛି ଆଉ, ଏଇଆ ଆଉ। ଏନି ଟାଇମ୍ ରହିଲେ ଅଫିସରେ, ଟିକେ ଆସିବେ ସନ୍ଧ୍ୟା ବେଳକୁ, ଘର ରାତିରେ ଯାହା ଯେତିକି କଥା, ଏମିତି ବେଳେବେଳେ ଟିକେ ଭୁଲ ଭାଲ ହେଇଯାଏ ଆଉ, ପାଟି ଟିକେ ହେଇଯାଏ ଆଉ। ହଁ, ଚଳିବ। କ'ଣ ପାଠ ଦଉଛୁ ତାକୁ? ମାନେ ବାବୁର ମାନେ ଏକ୍ଜାମ ଷ୍ଟାର୍ଟ ହେଇଛି ଏବେ, ୟୁଟି ମାନେ ଚାଲିଛି, କଣ୍ଟିନ୍ୟୁ ୟୁଟି ଚାଲିଛି ନା, ୟୁଟି ଚାଲିଛି, ତାପରେ 24 ଆରମ୍ଭ ହେଇଯିବ ତାଙ୍କର ଏକ୍ଜାମ। ଆଉ ରେଡିଓ ବୁଟି ବାପା ଟାଇମ ହେଇଗଲା ବା, ଆଜି ଫାଷ୍ଟ ବ୍ୟାନ ଯିବ ଶନିବାର ସାଙ୍ଗମାନେ। ସେ ଠିକ ଅଛି ସାଙ୍ଗମାନେ, ଆଉ ମୁଁ ଦେଖିଲେ ତ ସେମାନେ ପାଠ ପଢାପଢି ହଉଛନ୍ତି ବାପ ପୁଅ। ମୁଁ ଯାଉଛି ମୋର ସିମେଇ ଉପମାଟା କରିଦିଏ ରେଡି। ସେମାନେ ଗଲା ପରେ ଯାଇକି ମତେ ସେମାନେ କ'ଣ ଶାନ୍ତି, ତାଙ୍କ ଡ୍ୟୁଟିଟା ଫାଷ୍ଟ ନା, ସିଏ ଗଲେ ଆଉ କିଛି ନାହିଁ। ଠିକ ଅଛି ସାଙ୍ଗମାନେ, ଆମେ ଆଉ ଟିକେ ପରେ ମିଶିକିରି କଥା ହେବା ହେଲା। ସାଙ୍ଗମାନେ ଦେଖିଲେ ପିଲାମାନେ ତ ତାଙ୍କର ସେ ସବୁ ଖାଇକିରି ଗଲେ। ଜଳଖିଆ କରିଥିଲି ଉପମା, ଭେଜିଟେବୁଲ ଉପମା କରିଥିଲି, ମାନେ ସିମେଇ ଉପମାଟା ଯୋଉଟା। ବାବୁ ମାମୁନି ମାଂସାରେ ସମସ୍ତେ ସମସ୍ତଙ୍କର କର୍ମରେ ଗଲେ, ମୁଁ ମୋ କର୍ମ ଘର ଭିତରେ କରିବି। ଆଉ ସାଙ୍ଗମାନେ ବିଛଣା ପିଛଣା ଯାହା ହେଇଥିଲା ଆପଣ ତ ଜାଣିଥିବେ, ସେଇଟା ତ ଆମର ନିତିଦିନିଆ କାମ, ସବୁ କରି ସାରିଲି। ତାପରେ ରୋଷେଇ, ଡାଲି ସିଝା ସରିଯାଇଛି, ଆଳୁ ବାଇଗଣ ସିଝେଇ ଦେଇଛି, ଭର୍ତ୍ତା ହବ। ଏଠି ଟିକେ ସାଙ୍ଗମାନେ ବହୁତ ଇଚ୍ଛା ହେଲା ଚା ପିଇବା ପାଇଁ, ଚାର ଏନ୍ଜୟ ଟିକେ ନେଉଛି। ଚା ପୁରା ଫେଭରେଟ୍ ହେଇଗଲା ସାଙ୍ଗମାନେ। ଓହୋ, ଖାସ କରି ଯୋଉ ଥଣ୍ଡା ହେଲା ନା ସାଙ୍ଗମାନେ, ମାନେ ସବୁବେଳେ ପିଇକିରି ଅଭ୍ୟାସ ହେଇଗଲା। ସେ ହେଲା ଟିକେ ଚା ନହେଲେ ହଉନି। ତାପରେ ଆଜି କାହିଁ ଭଲ ଲାଗିଲାନି ଚାଟା ସକାଳେ। କାହିଁ ଭଲ ଲାଗିଲାନି କହିବି, ଚା ଭଲ ହେଇଥିଲା, ମେନ୍ କଥା ହେଲା ଚିତଉ ପିଠା ଥିଲା, କାଲି ଯୋଉ କରିଥିଲି ଚିତଉ ପିଠା ଥିଲା। ସେ ଚିତଉ ପିଠା ଝିଅ, ମୁଁ, ମାଂସରେ 4ଟା ଥିଲା, ମାଂସରେ 1.5ଟା 3 ଜଣ, ଆମେ 2 ଜଣ 3ଟା ଖାଇଛୁ, ଝିଅ ଗୋଟେ ଖାଇଛି। ତାର ଇଚ୍ଛା ନଥିଲା, ମୁଁ କହିଲି ଗୋଟେ ଖାଇଦେ, ଭଲ ଲାଗେ ବାସି ଚିତଉ ପିଠା। ଚିତଉ ପିଠାର ପଛପଟା ଟିକେ କଳା କଳା ସାଙ୍ଗମାନେ ହେଇଯାଏନି, ସେ କହୁଛି କଣ ଏଗୁଡ଼ା ଏମିତି କଳା କଳା ଦେଖାଯାଉଛି, ମାନେ ଜଷ୍ଟ ଟିକେ ଟିକେ ଯୋଉ କଳା ଲାଗିଯାଏ, କ'ଣ ଏମିତି ଦେଖାଯାଉଛି। ତାକୁ କହିଲେ ଖାଇଦେ, ସେ ଟିକେ ଗୋଟେ ପିଠା ସେ ଖାଇଗଲା। ଚା ସହିତ ମାନେ ଲଗେଇକିରି ଖାଇଥିଲୁ, ବୁଡେଇକିରି ଚା ସହିତ। ଚିତଉ ପିଠାଟା ଭଲ ଲାଗେ ନା, ଆଉ ଚା ର ମଜାଟା କିଛି ଲାଗିଲା ନାହିଁ।
ସେ ସାଙ୍ଗମାନେ ମୁଁ ଟିକେ ଚା କରି ପିଇବି କ'ଣ ଅଲରେଡ଼ି ମାନେ କରିକିରି ପିଉଛି ହବନି ପାଟିଟା କାହିଁ ଲାଗୁଛି ମଜାମସ୍ତି ବି ମଝେ ମଝେ ସାଙ୍ଗମାନେ କରିଦିଏ ଆଉ ଏମିତି ମୁଁ କହିଲି ଚା ଟିକେ କରିକି ପିଇଦେବି ତାପରେ ଯିବି ପିଲାମାନଙ୍କର ଆମର ଗାଧୁଆ ଡ୍ରେସ୍ ସବୁ ପଡ଼ିଛି ତାକୁ ଧୁଆଧୁଇ କରିଦେବି କହୁଥିଲେ ୱାସିଂ ମେସିନ୍ ଲଗେଇଦେ ଅଳ୍ପ ଟିକେ ଅଛି ଧୋଇଦେବି ହାତରେ କାହିଁ ଗୋଟେ ୱାସିଂ ମେସିନ୍ ଲଗେଇବି ଖଡ଼ 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 ଇଚ୍ଛା ଆଜି କରିଦେବି ଆଉ ମୋର ବି ଗୋଟେ ଏକ୍ସରସାଇଜ ହେଇଯିବ ଆଉ ଆଚ୍ଛା ମାନେ ସତ କଥା ହାଲିଆ ଲାଗୁଛି ମାନେ ଇଚ୍ଛା ହଉନି ତାପରେ ଏ ଦିନଟା ଯୋଉ ଆସିଲା ଯେମିତି ଲାଗେ ଜାଣିଥିବେ ଠିକ ଅଛି ସାଙ୍ଗମାନେ ଆଜି ଲଞ୍ଚରେ କ'ଣ ହବ କ'ଣ ନାହିଁ ମୁଁ ଆପଣଙ୍କୁ କହିବି ଆଗକୁ ମୁଁ ଯାଏ ଚାଟା ଟିକେ ପିଇ ଦେଇକି ଯିବି ଫଟାଫଟ ସଫା କରିଦେଇକି ଆସେ ତାପରେ କ'ଣ ଲଞ୍ଚରେ ରୋଷେଇ କରିବି କ'ଣ ନାହିଁ ଆପଣଙ୍କୁ ସବୁ କହିବି ଦେଖେଇବି ହେଲା ସାଙ୍ଗମାନେ ମୋର ଖାଇବା ଅଲରେଡି ରେଡି ହେଇଛି ଏଟା ହେଲା ଭାତ ଓହୋ କି ଗରମ ହାତ ମାରିଦେଲେ ତାପରେ ଭାତ ପରେ ଯୋଉଟା ଦେଖାଯାଏ ସେଟା ଦେଖିବା ନା ଭାତ ପରେ ହେଲା ଡାଲି ହେଲା ଆଳୁ ବାଇଗଣ ଭର୍ତ୍ତା ଆଉ ଏଠି ହେଲା କୋବି କଷା ପୁରା ସିମରେ ବସେଇଛି ଧୀରେ ଧୀରେ ହବ ଖାଲି କଷା ହବ ନା ସଇଲା ରୋଷେଇ ସରିଗଲା ସାଙ୍ଗମାନେ ଯାଉଛି ଟିକେ ଘର ଓଳେଇବି ଘର ଓଳେଇ ସାରିଲା ପରେ ପିଲାମାନେ ଆସିବେ ମହଂସାରେ ଆସିବେ ଖାଇବେ ତାପରେ ଆପଣଙ୍କୁ ସବୁ ଦେଖେଇବି ସେ ପର୍ଯ୍ୟନ୍ତ ମୋ ସହିତ ଏମିତି ଯୋଡେଇକି ରୁହନ୍ତୁ ହାय ସାଙ୍ଗମାନେ ଆପଣ ତ ଦେଖିଥିଲେ ମୁଁ ରୋଷେଇ ସବୁ କମ୍ପ୍ଲିଟ୍ କରିଦେଇଥିଲି ତାପରେ ମହଂସାରେ ଆସିଲେ ଖାଇ ପିଇ ମାନେ ସିଏ ଖାଇକି ଗଲେ ଆମେ 2 ଜଣ ଖାଇ ଦେଇଥିଲୁ ତାପରେ ପୁଅ ଝିଅ ଆସିଲା ପରେ ବାବୁ ଖୁଆଇଦେଲି ତାପରେ ସାଙ୍ଗମାନେ ବାବୁର ଦେହଟା ଭଲ ନାହିଁ ତାକୁ ଥଣ୍ଡା ଜ୍ୱର ଜୋରରେ ଆଉ ସେଠି ଦେଖନ୍ତୁ ଶୋଇଛି ଏଠିକି ଦେଖାଯାଉନି ଆସିଲେ ଝିଅ ବି କି ଥଣ୍ଡା ସମସ୍ତ ଥଣ୍ଡା ମାନେ ଆଉ ଥଣ୍ଡା ଜ୍ୱର ପୁରା ଜୋରରେ ବାବୁକୁ ସେଇଥିପାଇଁ ଆଉ ଭଲ ଲାଗିଲାନି ଆଉ ଭିଡ଼ିଓ କରିବାକୁ ତାପରେ ତାକୁ ଖୁଆଇ ଦେଇକିରି ମା ଛୁଆ 3 ଜଣ ଯାକ ଝିଅ ତାର ବିଚାରା ଶୋଇନି ଝିଅ ତାର ଯାଇକିରି ପାଠ ପଢୁଥିଲା ତାର ପାଠ ସବୁ କରୁଥିଲା ପରୀକ୍ଷା ଯେହେତୁ ଆଗକୁ ସେଥିପାଇଁ ଆକୁ ଥଣ୍ଡା ମତେ ଜ୍ୱର ମାନେ ଥଣ୍ଡାକୁ ନାକ ଫିଟୁନି ଆଉ ଫଟାଫଟ ପୁଣି করে କ'ଣ ଆଉ ଚିନ୍ତା ସାଙ୍ଗମାନେ ଆଗକୁ ପରୀକ୍ଷା ହେଲା 15 ତାରିଖ ପରୀକ୍ଷା ଆଗକୁ ତ ସିଏ ଦେଖିଲା ବେଳକୁ ଆକୁ ଜ୍ୱର ଥଣ୍ଡା ଏମିତି ଆଉ ଆମ ଘରେ ବିଶ୍ୱାସ କରନ୍ତୁ ଏମିତି ମାନେ ଗୋଟେ ପରିସ୍ଥିତି ପଡ଼ିଛି ମାନେ ଦେହ ସମସ୍ତଙ୍କର ଖରାପ ମୋର ତ ଦେଖୁଛନ୍ତି ମୁଁ ତ ଏପର୍ଯ୍ୟନ୍ତ ବି ଠିକ୍ ନାହିଁ ଥଣ୍ଡା ତଥାପି ଏଟା କମିଲା କିନ୍ତୁ ତଣ୍ଟି ବସି ଯାଉଛି ହେଉଛି ଏମିତି ହେଉଛି ଚାଲିଛି ତ ଯାହା ଛୁଆମାନଙ୍କ ଦେହ ଖରାପ ହେଲେ ବେଶୀ ଟେନସନ୍ ସାଙ୍ଗମାନେ ଆଗକୁ ପରୀକ୍ଷା ଅଛି ନା ମହାଶା ତ ସେମିତି ଥଣ୍ଡା କିନ୍ତୁ ସିଏ କାହାକୁ କିଛି କହିବେନି ଥଣ୍ଡା କାଶୁଛନ୍ତି କଫଟା ଏଠି ଅଛି ଜଣାପଡ଼ୁଛି ଆଉ ଏମିତି ଆଉ ତୋର ମା ପଢ଼ୁଥିଲୁ କ'ଣ ସବୁ ଶୁଆଇଲୁ ଥିଲା କଲୁ ଆଉ କମ୍ପ୍ଲିଟ୍ କେତେ କଲୁ ନାଇଁ ଏକ୍ଜାମ ପାଇଁ ସବୁ କ'ଣ ସବୁ ପ୍ରିପେୟାର ହେଲୁ हिंदी कंप्लीटेड है ଖାଲି ହିନ୍ଦୀ सुनो सेशन कंप्लीट मैम सब दिन 80-50 साइंस ही हाफ है ଆଉ ହାପ କୁଆଡ଼େ ଯିବ ମା हाफ 50-50 है इसका मुश्किल ଆଉ ମ୍ୟାଥ ଇଂଲିଶ ଆଜି ନାଇଁ ତ କମ୍ପ୍ଲିଟ୍ ତ ସବୁବେଳେ ମନ୍ଥଲି ଟେଷ୍ଟ ହେଉଛି ସବୁବେଳେ ୟୁଟି ହେଉଛି ସେ ତ ଆସୁଥିବ କୋଉଠି କିଛି ଗୋଟେ ଡାଉଟ୍ बड़ ବଡ଼ ବଡ଼ କଣ ଛୋଟ ଛୋଟ କଣ ପାଠ रिवाइज कर देबे रिवाइज कर देबे ଠିକ୍ ଅଛି ସାଙ୍ଗମାନେ ଝିଅ ପାଟିରେ ତ ଶୁଣିଲେ ସେ ତାର କମ୍ପ୍ଲିଟ୍ ସବୁ କରିଛି ଆଉ ଟିକେ ଟିକେ ବଡ଼ କୋଶ୍ଚିନ୍ ଯେଉଁ ସେଇଗୁଡ଼ା ଟିକେ ତାର ପଢ଼ିଦେଲେ ହେଇଯିବ ଠିକ୍ ଅଛି ସାଙ୍ଗମାନେ ଯାଏ ମନଟା ଭଲ ଲାଗୁନି ବାବୁର ଦେହ ଖରାପ ହେଲେ ଦେହ ସାଙ୍ଗମାନେ ଭାରି ବିରକ୍ତି ଲାଗେ ଭଲ ଲାଗେନି ମା
ଗୋଟେ ପରେ ଗୋଟେ ଜଣଙ୍କର ଦେହ ଭଲ ହେଇନି ଆଉ ଜଣେ ମାନେ ଏମିତି ପଡ଼ିଛି ଆମ ଘରକୁ ବାପରେ ବିଶ୍ୱାସ କରିବେ ମୋ ତଣ୍ଟି ତାରି ପୁଣି ବସି ଯାଉଛି ଏମିତି ଆଉ ଏଇ ହାତ ଦେଇଛି ମା ହାତ ଦେ ଆଉ ଠିକ୍ ଅଛି ସାଙ୍ଗରେ ଆଜିର ବ୍ଲଗ୍ଟି ଏଇଠି ରଖୁଛି ବହୁତ ବଡ଼ ହେଇଯିବ କାଲିର ରାତିରେ ଅଛି ଆଜି ଦିନ ଟିକେ ଟିକେ ଆଉ ଯାହା ଯେମିତି କରିଛି ଆପଣ ଦେଖିବେ ମୁଁ ଭାବୁଛି ଭଲ ପାଇବେ ସାଙ୍ଗମାନେ ଯଦି ଭଲ ଲାଗିବ ପ୍ଲିଜ୍ ଲାଇକ୍ ସେୟାର କମେଣ୍ଟ କରିବାକୁ କେବେ ଭୁଲିବେନି ଆଉ ଯେଉଁମାନେ ନୂଆ ଦେଖୁଛନ୍ତି ପ୍ଲିଜ୍ ସବସ୍କ୍ରାଇବ୍ କରିବାକୁ କେବେ ଭୁଲିବେନି ଆପଣଙ୍କ ପାଖରେ ମୋର ସବୁବେଳେ ଏଇ କଥାଟି ମାନେ ଅନୁରୋଧ ମୋର ଆପଣ ପ୍ଲିଜ୍ ମୋ ଭିଡ଼ିଓ ଦେଖିବେ ଲାଇକ୍ କରିବେ ସବସ୍କ୍ରାଇବ୍ କରିବେ ଆଉ ଯେଉଁ ଭିଡ଼ିଓ ପ୍ଲିଜ୍ ଯେଉଁ ଭିଡ଼ିଓ ଭଲ ଲାଗୁଛି କମେଣ୍ଟ କରନ୍ତୁ ଜଣାନ୍ତୁ କେମିତି ମାନେ ଗୋଟେ କ'ଣ ଏତେ କଷ୍ଟରେ କରିଛେ ଯଦି ଆପଣମାନେ କିଛି କମେଣ୍ଟ ଦେବେ ସେଇଟା ଭଲ ଲାଗିବ ହେଲା ଭଲ ପାଇବା ତ ବହୁତ ମାତ୍ରାରେ ଦେଉଛନ୍ତି ହଉ ଠିକ୍ ଅଛି ରହୁଛି ସାଙ୍ଗମାନେ ମୋ ତଣ୍ଟି ବସିଯାଇଛି ମୋତେ ବି ଭଲ ଲାଗୁନି ସିଏ ବି ତା ମାନେ ଛୁଆଟା ଖାଲି ଚିଚିଡ଼ା ହେଉଛି ଡକ୍ଟର ପାଖକୁ ଯିବ କି ମାସାର ମେଡ଼ିସିନ ଆଣିବେ କ'ଣ କରିବେ ତା କଥା ବୁଝିବି ରହୁଛି ସାଙ୍ଗମାନେ ବାଏ ବାଏ ଓମ୍ ସାଇରାମ ଜୟ ଜଗନ୍ନାଥ।